ମୁଁ ସଞ୍ଜୟ ଭୋଳ ଏ ଆଖପାଖ ପାଞ୍ଚଖଣ୍ଡ ଅଞ୍ଚଳରେ ମୋ ନାଁ ଶୁଣିଲି ଲୋକଙ୍କର ତାଠିକ ବାଟ ପଡ଼ିଯାଏ। ଅଝଟଲେ ପିଲା ମା ତାକୁ କହେ ଶୋଇପଡ଼ରେ ମୁନା, ଅଝଟ ହ ନା, ବାଜିଲାଣି ଘଣ୍ଟ ବୁଡ଼ିଲାଣି ବେଳ, ସଞ୍ଜକୁ ଆସିବ ସଞ୍ଜୟ ଭୋଳ। ଡ୍ରଗ୍ସ କାରବାର ମୋ ପେଶା, ମଣିଷ ହାଣିବା ମୋ ନିଶା, ଦିନରେ ମୋତେ କେହି ଦେଖନ୍ତି ନାହିଁ, ରାତିରେ ସଞ୍ଜୟ ଭୋଳ ବାଦଶା। ଜଗତରେ ଚହଳ ପକାଇଥିବା ଖଳନାୟକ ଆମ ପାଖରେ ଅଛନ୍ତି। ସେଟା ଆମେ କଥା ହେବା। ଯେଉଁ ସଞ୍ଜୟ ବଳ କଥା କହିଲେ ଛୋଟରୁ ବଡ଼ ସମସ୍ତେ ଡରନ୍ତି, ସେଟା ଆମେ କଥା ହେବା ତାଙ୍କ ସାଥିରେ। କହିବେ ତାଙ୍କର ପ୍ରଖ୍ୟାତ ଖଳନାୟକ ସବୁ ଦେଖିଛନ୍ତି, ତାଙ୍କର ସିଧା କଥା ହେବା। ସାର୍ ରହିଲେ ଭାଇ ସାର୍ କ'ଣ କହିବେ? ଆପଣଙ୍କୁ ବହୁତ ପିଲା ଛୋଟରୁ ବଡ଼ ପିଲା ସବୁ ଡରନ୍ତି, ଆପଣ ନାଁ କହିଲେ ସମସ୍ତେ ଡରିଯାଆନ୍ତି। ଆଜି ଆପଣଙ୍କୁ ଦେଖିଲେ ପିଲାମାନେ ଆଜି ବି କହୁଛନ୍ତି, କ'ଣ କହିବେ ଆଜି ଯୋଉ ଏଇ ଯୋଉ ଯାତ୍ରା ଅଛି ତାପରେ କ'ଣ କହିବେ? ଏଇ ଯୋଉ ଯାତ୍ରା ଆପଣଙ୍କୁ ବିଶ୍ୱ କ'ଣ ଅଛି, ଆପଣଙ୍କ କ୍ୟାରେକ୍ଟର କ'ଣ ଅଛି, ତାପରେ କ'ଣ କହିବେ? କ୍ୟାରେକ୍ଟର ନାହିଁ, ବହୁତ କ୍ୟାରେକ୍ଟର, ସ୍ୱତନ୍ତ୍ର କ୍ୟାରେକ୍ଟର, ତେଣୁ ଅଛି, ଖେଳ ହବ। କିନ୍ତୁ ସବୁ ଛୋଟରୁ ବଡ଼ ସବୁ ଡରନ୍ତି, ସତରେ କ'ଣ ଆପଣ ହତେ ବାଘ? ମୋ ପୁଅ ଝିଅ ତ ମୋ ପାଖକୁ ଆସନ୍ତିନି ଆଉ। ମୁଁ ବାଘ ଡ୍ରେସଟା ପିନ୍ଧିଲା ମାନେ ମୋ ପୁଅ ଦୌଡ଼ି ପଳେଇବ, ଝିଅ ଦୌଡ଼ି ପଳେଇବ, ମୁଁ ଡ୍ରେସ୍ ଖୋଲିଲା ପରେ ମୋ ପାଖକୁ ଆସିବ। ଯାତ୍ରା ତଳ ବସିଥିବା ଦର୍ଶକ ମାନେ ଆପଣଙ୍କୁ ଦେଖିଲେ ମାନେ ଛାତିରେ ଛିପ ପକାନ୍ତି, ସତରେ କ'ଣ ଆପଣଙ୍କୁ ଦେଖିଲେ ଡର ମାରନ୍ତି? ଲୋକ ଦୌଡ଼ିକି ଆଗରୁ ପଳେଇଛନ୍ତି ନା। ଗୋଟେ ସିନ୍ର ବର୍ଡର ସିନ୍ ହଉ, ମୋଟର ସାଇକେଲ ବୁଲା ହବ ସିନ୍ ହଉ, କି ଆପଣଙ୍କର ବଳତ୍କାର ସିନ୍ ହଉ, ସେ ଆଗରୁ ଛୁଆ କୁହାଟ ମାରିକି ଦୌଡ଼ିକି ପଳେଇଛନ୍ତି, ବାପା ମା ଉଠିକି ପଳେଇଛନ୍ତି। ତାପରେ ଦିନ ଡାକିକି ମୋତେ କହିଛନ୍ତି ଯେ ଆମେ ଯାତ୍ରା ଦେଖିପାରିଲୁ। କାହିଁକି ନା ଟିକେଟ୍ କରି ଆଗରେ ବସିଥିଲୁ, ଆପଣ ଫାଷ୍ଟ ସିନ୍ ଆସିଲେ ଯେମିତି ମୋ ପୁଅ ଡରିକି ଦୌଡ଼ିଲା, କାନ୍ଦିଲା, ବାଧ୍ୟ ହେଇକି ପଳେଇ ଆସିଲି। ସଞ୍ଜୟ ଜାଣିଥିବେ ଆଜି ଯୋଉ ସାରଙ୍କ ପାର୍ଟିରୁ ଶୁଣିଲେ ଛୋଟରୁ ବଡ଼ ସମସ୍ତଙ୍କର ଗୋଟେ ଭୟ ଥାଏ। ଏଇ ଡାଇଲଗ ଶୁଣିଲା ପରେ ଆଶା କରୁଛି ସବୁବେଳେ ଏଇଭଳିଆ ସାରଙ୍କ ପାର୍ଟିରୁ ଆଶା କରୁଛି ଏଇଭଳିଆ ଡାଇଲଗ ସବୁବେଳେ ଲାଗି ରୁହେ। କ'ଣ କହିବେ ସାର୍ ଶେଷ କଥା କହିବେ? 2025ର ଆପଣ ଲାଷ୍ଟ ଯାତ୍ରାରେ କ'ଣ କହିବ? କ୍ୟାରେକ୍ଟର ପୁରା ହାଇଲାଇଟ୍ ସିନ୍ଟା କ'ଣ ରହୁଛି? ଏଇଟା ନା ମୁଁ ବାହାର ନା ମୁଁ ମାର, ଖୋଲା ମୋ ପାଇଁ ଚାରି ଦୁଆର, ପିତ ଚଢ଼ିଯାଏ ମୁଣ୍ଡକୁ ଯେବେ, ମୁଁ କହିଦିଏ ଛୁଆ କିସବେ। ଯୋଉ ଯାତ୍ରା କଥା କହୁଥିଲେ, ଯାତ୍ରା ଜଗତରେ ସଞ୍ଜୟ ସାରଙ୍କ କଥା କହୁଥିଲେ, ସଞ୍ଜୟ ବଳ କଥା କହୁଥିଲେ, ସେତେବେଳେ ତାଙ୍କ କ୍ୟାରେକ୍ଟର ହଉ ବା ତାଙ୍କର ଆକ୍ଟିଂ ହଉ ସମସ୍ତେ ଲାଗି ରହନ୍ତି। କାରଣ ସାର୍ କେତେବେଳେ ସିନ୍ରେ ଆସନ୍ତି ଦେଖିବା ପାଇଁ ନିର୍ଦ୍ଦୁଢ଼ ସବୁ ଦର୍ଶକ ମାନେ ରହିପାରୁଛନ୍ତି। ଆମେ ସିଧା କଥା ହେଲେ କିଛି ଆଉ କିଛି ଦର୍ଶକଙ୍କ ସାଙ୍ଗରେ କଥା ହେବା। କୋଉଠି ଆସିଥିଲେ ଆଜ୍ଞା? କୋଉଠି ଆସିଥିଲେ ଆପଣ? କୋଉଠି ଆସିଲେ ଭାଇ? କୋଉଠି ଆସିଲେ ଆପଣ? ମୁଁ ଆସିଛି ଭୁବନେଶ୍ୱରରୁ। କ'ଣ କହିବେ? କୋଉଠି ଆସିଲେ, କୋଉ ଯାତ୍ରା ଦେଖିବା ପାଇଁ ଆସନ୍ତି? ଭୁବନେଶ୍ୱରରୁ ଆସିଛି, ସବୁ ବାଟେ ଦେଖୁଛି, ଦେଖିକି ଏମିତି ବୁଲିକି ଯାଉଛି ଆଉ। ସବୁ ବାଟେ ଟିକେ ବୁଲିକି ଦେଖୁଛି। ଆମର ଦୁର୍ଗା ମନ୍ଦିରରେ ମୁଁ ଟିକେଟ୍ କରିଛି, ଦୁର୍ଗା ମନ୍ଦିରରେ ଦେଖୁଥିଲି। ସାଲେପୁର ନିଶ୍ଚିନ୍ତ କହିଲୁ ଆସିଥିଲୁ, ଆଉ ଯାତ୍ରା ବହୁତ ଭଲ ଲାଗୁଛି। ସଞ୍ଜୟ ବଳ ସାରଙ୍କର ମାନେ ଭିଲିଆନ ରୋଲ ଆମକୁ ବହୁତ ଭଲ ଲାଗେ, ଆଉ ସେଥିପାଇଁ ଆସିଛୁ ଦେଖିବା ପାଇଁ। ସାରଙ୍କ ସିନ୍ ଦେଖିବା ପାଇଁ ଏତେ ବାଟରୁ ଆସିଛନ୍ତି? ଆଜ୍ଞା, ଆଉ ସାରଙ୍କୁ ଦେଖିଲା ପରେ କ'ଣ ଅନୁଭବ କରୁଛନ୍ତି? ବହୁତ ଖୁସି ଲାଗିଲା, ଆମେ ଯାହା ବି ଆଶା କରିଥିଲୁ ସେୟା ପାଇଲୁ, ବହୁତ ଭଲ ଲାଗିଲା। ସାରଙ୍କ ସହ ସେଲ୍ଫି ନେଇ ସାରିଲୁଣି। ଦେଖିପାରୁଛୁ ସାରଙ୍କ ସିନ୍ ଦେଖିବା ପାଇଁ ବହୁତ ଦୂରରୁ ଆସିଥିଲେ ସାଲେପୁରରୁ, ଆଉ ସାରଙ୍କୁ ଦର୍ଶନ ଦେଖିଲା ପରେ ଆଉ ତାଙ୍କର ଖୁସିରେ ବହୁତ ଖୁସି ଅଛନ୍ତି। ଯେହେତୁ ପାଖରେ ସାରଙ୍କୁ ପାଇଲା ପରେ ବହୁତ ଖୁସି ଅଛନ୍ତି। ଆଉ କିଛି ଦର୍ଶକ ଅଛନ୍ତି, ତାଙ୍କ ସିଧା କଥା ହେବେ। ସାର୍ ବି ଆମ ପାଖରେ ଅଛନ୍ତି। ସାର୍ କ'ଣ କହିବେ? ଆଜି ଆପଣଙ୍କୁ ଦେଖିଲା ପରେ ଦର୍ଶକ ପୁରା ନିଜ ଆଖିରୁ ଲୁହ ଗଡ଼ି ପଡ଼ୁଛି, ତାପରେ କ'ଣ କହିବେ? କାରଣ ଆପଣଙ୍କୁ ଟିଭି ପର୍ଦ୍ଦା ଦେଖୁଥିବା ବା ଯାତ୍ରା ଜଗତ ଷ୍ଟେଜ୍ ଦେଖିଲେ, ଆଜି ଦେଖିଲା ପରେ ତାଙ୍କର ଆଖିରୁ ଢଳ ଲୁହ ଗଡ଼ୁଛି, କ'ଣ କହିବେ? ଦର୍ଶକମାନଙ୍କୁ ସେତିକି ସାଟିସ୍ଫ୍ୟାକ୍ସନ୍ ଦିଆଯାଇଛି। ଦୀର୍ଘ 35 ବର୍ଷ ପରିଶ୍ରମ କରିକି ଦର୍ଶକମାନଙ୍କୁ ସେଇ ଜାଗାକୁ ନିଆଯାଇଛି ଯେ ଅଭିନୟ ମାଧ୍ୟମରେ, ତେଣୁ ତାଙ୍କ ଭଲ ପାଇବା, ତାଙ୍କ ସ୍ନେହ ଆମ ଅନ୍ତର ଭିତରେ ଅଛି। ଓଡ଼ିଶା ଜଗତରେ ଗୋଟେ ନାଁ ହେଉଛି ସଞ୍ଜୟ ବଳ। ସମୁଦ୍ର ପାଟିରେ ଛାତି ଧକ୍ ଧକ୍ ହୁଏ। ସେ ଲୋକ କିଏ ଦେଖିଲା ପରେ ଆମ ମାନଙ୍କୁ ୟା ପରେ ନାଟକ ଅପେକ୍ଷା ରୁହନ୍ତୁ, ଦେଖିବେ ସଞ୍ଜୟ ବଳ ଶବ ଯିବ ସ୍ୱର୍ଗ ଦ୍ୱାର। ନୂଆ ନାଟକ ପ୍ରସ୍ତୁତି ପଥେ, ନୂଆ ରାଇଟର, ନୂଆ ଡିରେକ୍ଟର। ସଞ୍ଜୟ ବଳ ଶବ ଯିବ ସ୍ୱର୍ଗ ଦ୍ୱାର ପ୍ଲସ୍ ସେକେଣ୍ଡ ନାଟକ ରାବଣ। ସାରଙ୍କ ପାଟିରେ ଶୁଣିଥିବେ ଯୋଉ ସାରଙ୍କର ଲାଷ୍ଟ ଯାତ୍ରା ରାବଣ ଯାତ୍ରା କହିବାକୁ ଗଲେ, ଦେଖିପାରୁଥିବେ କ'ଣ ସେ କ୍ୟାରେକ୍ଟର ଅଛି, ଆପଣ ସରିଲା ପରେ ଜାଣିଛନ୍ତି। ଆସନ୍ତୁ ଦେଖିବା ଯାତ୍ରା କିଛି ଝଲକ ନେବା। ଧନ୍ୟବାଦ।